ମା ଆମେ ଦିବ୍ୟ ସମାଚାରର ଆଉ ଗୋଟେ ପୋର୍ସନ ଆଜି ଟିକେ ପଢିଦବା। ସେଟା ଖାଲି ପଢୁଥିଲେ ଭଲ ଲାଗୁଥିଲା। ଶ୍ରୀଅରବିନ୍ଦଙ୍କ ବିଷୟରେ। ତେଣୁ ଆଉ ଟିକେ ପଢିବାର ଆଶାରୁ ମୁଁ ବଞ୍ଚିତ ହେବାକୁ ଚାହୁଁନାହିଁ। ପଢିବାକୁ ସେଇଟା ପଢିଦବା। ଦିବ୍ୟ ସମାଚାରରୁ ଆମେ ପଢିବା ଶ୍ରୀଅରବିନ୍ଦଙ୍କ ସମ୍ବନ୍ଧରେ ନାଗରତ୍ନମଙ୍କ ସ୍ମୃତି। ନାଗରତ୍ନମଙ୍କର ସ୍ମୃତି। ମୋ ବାପା ଦକ୍ଷିଣ ଆଫ୍ରିକାରୁ ଶ୍ରୀଅରବିନ୍ଦଙ୍କର କାର୍ଯ୍ୟକ୍ରମ ସମ୍ବନ୍ଧିତ ବିଭିନ୍ନ ସମ୍ବାଦପତ୍ରର କଟିଂସ୍ ମୋ ନିକଟକୁ ପଠାଉଥିଲେ। ତାଙ୍କ ବାପା ଆଫ୍ରିକାରୁ ପଠଉଥିଲେ ତାଙ୍କ ପାଖକୁ। ଯାହା ହଉ। ଶ୍ରୀଅରବିନ୍ଦଙ୍କୁ 1911 ମସିହାରେ ମୁଁ ସାକ୍ଷାତ କଲି। ସେତେବେଳକୁ ମୋତେ ମାତ୍ର 11 ବର୍ଷ ବୟସ ହୋଇଥାଏ। ମିଶନ ଷ୍ଟ୍ରିଟ୍ ଘରେ ଶ୍ରୀଅରବିନ୍ଦ ତାଙ୍କ ବାଲକୋନିରେ ଠିଆ ହୋଇଥିବା ସମୟରେ ସ୍କୁଲ ପାଠପଢା ସାରି ନମସ୍କାର କରେ ଏବଂ ଚାଲିଆସେ। 6 ମାସ ଧରି ମୁଁ ଏହିପରି କରିଥିଲି। ଏହାପରେ ମୋତେ ଦିନେ ସେ ଡକାଇଲେ। ବାଲକୋନିରେ ରହି ମୋତେ ହାତ ଠାରିଥିଲେ। ଭିତରକୁ ଗଲା ମାତ୍ରେ ମୁଁ କାହିଁକି ତାଙ୍କୁ ପ୍ରତ୍ୟେକ ଦିନ ଦର୍ଶନ କରୁଛି ବୋଲି ପଚାରିଲେ। ଉତ୍ତର ଦେଇଥିଲି, କାରଣ ଏହା ଆପଣଙ୍କର ମହନୀୟତା ଦୃଷ୍ଟିରୁ ମୁଁ ପ୍ରତ୍ୟେକ ଦିନ ଆପଣଙ୍କ ପାଖରେ ରହିଯିବାକୁ ଚାହୁଁଛି। ସେ କହିଲେ, ନା ନା, ଏତେ ଶୀଘ୍ର ନୁହେଁ। ମାତ୍ର ମୋ ବୋଉଙ୍କର ଅନୁମତି ମୁଁ ପାଇଥିଲି ଓ ପ୍ରତ୍ୟେକ ଦିନ ଶ୍ରୀଅରବିନ୍ଦଙ୍କୁ ଦର୍ଶନ କରୁଥିଲି। ଶ୍ରୀଅରବିନ୍ଦ ରାଜନୈତିକ ନେତା ଥିବାରୁ ସରକାର ମୋ ପଛରେ ଲାଗିଗଲେ। ଏଣୁ ମୋର ମା ତାଙ୍କ ନିକଟକୁ ଯିବାକୁ ମୋତେ ମନା କଲେ। ଚିନ୍ତା କରନ୍ତୁ, 1911 ମସିହାରେ ସେ ଶ୍ରୀଅରବିନ୍ଦଙ୍କୁ ସାକ୍ଷାତ କଲେ। ତା ପୂର୍ବରୁ ଶ୍ରୀଅରବିନ୍ଦଙ୍କ ସମ୍ବନ୍ଧରେ ତାମାନେ ସେତେବେଳକାର ଦେଶରେ ଯୋଉ ସ୍ଵାଧୀନତା ସଂଗ୍ରାମ ଚାଲିଥିଲା, ତା ସହିତ ଶ୍ରୀଅରବିନ୍ଦଙ୍କର ଯୋଉ ବ୍ୟକ୍ତିତ୍ବ, ତାର ପ୍ରଭାବ କେତେ ବିସ୍ତୃତ ଥିଲା, କେତେ ଗଭୀର ଥିଲା, ଯେ ସମସ୍ତେ ନିଶ୍ଚୟ ଉଦ୍ବୁଦ୍ଧ ଯଦି ନ ହେଇଥିବେ, ତାହେଲେ ଜଣେ ଲୋକ ତାଙ୍କ ପୁଅ ପାଖକୁ ଆଫ୍ରିକାରୁ ଥାଇ ଶ୍ରୀଅରବିନ୍ଦଙ୍କ ବିଷୟରେ ଲେଖା ପଠାଉଥାନ୍ତି। କଟିଂ ସବୁ ବାହାରି ଥାଏ ପେପର ଫେପର ଯୋଉଥିରେ କରୁଥିଲେ। ମାନେ ଆଙ୍କୁ ବୟସ 1911 ମସିହାରେ ଆଙ୍କୁ 11 ବର୍ଷ। ତାମାନେ ଛୋଟ ବେଳୁ ଠାରୁ ତାଙ୍କ ପାଖକୁ ତାଙ୍କ ବାପା ପଠଉଥିଲେ। ତାମାନେ ଶ୍ରୀଅରବିନ୍ଦ କେତେ ସେତେବେଳେ ଭାରତ ବର୍ଷରେ ଲୋକପ୍ରିୟ ଥିଲେ ଏବଂ ତାଙ୍କର ବ୍ୟକ୍ତିତ୍ବ କେତେ ଚର୍ଚ୍ଚା ଯୁକ୍ତ ଥିଲା। ସ୍ଵାଧୀନତା ସଂଗ୍ରାମ ସମୟର କଥା ଏଇଟା। ଆଉ ଆଙ୍କୁ ଯେତେବେଳେ 11 ବର୍ଷ ବୟସ, ସେତେବେଳେ ସେ ଶ୍ରୀଅରବିନ୍ଦଙ୍କୁ ଦେଖି ତାଙ୍କ ଭିତରର ଯୋଉ ବିଶାଳତା, ତାଙ୍କୁ ସେ ମାନେ ଏମିତି ଆଚ୍ଛନ୍ନ କରିଥିଲା, ଯେ ଛୋଟ ପିଲାଟିଏ ମଧ୍ୟ 11 ବର୍ଷ ବୟସ ମାନେ ଛୋଟ ପିଲା ନୁହଁ କଣ, ଆମର ପଞ୍ଚମ ଷଷ୍ଠ ପିଲା କହିଲେ ଚଳେ। ସିଏ ଶ୍ରୀଅରବିନ୍ଦଙ୍କୁ କହୁଛନ୍ତି ଯେ ମୁଁ କାହିଁକି ଦର୍ଶନ କରୁଛି, କାରଣ ଆପଣଙ୍କର ମହନୀୟତା ଦୃଷ୍ଟିରୁ। ତାପରେ ସେ କହୁଛି, ମୁଁ ଆପଣଙ୍କ ପାଖରେ ରହିଯିବାକୁ ଚାହେଁ। ଛୋଟ ପିଲାଟେ, ତାମାନେ ତାଙ୍କର ଆଧାର ସେତିକି ପ୍ରସ୍ତୁତ ଥିଲା, ଗ୍ରହଣଶୀଳ ସେତିକି ଥିଲେ, ଯଦ୍ଵାରା ସେ ଅନୁଭବ କରିପାରିଲେ। ଏବଂ ତାଙ୍କ ମା ବି ସେଥିରେ ତାଙ୍କ ଅନୁମତି ଥିଲା ମାଙ୍କର। କିନ୍ତୁ ଯେହେତୁ ଶ୍ରୀଅରବିନ୍ଦ ସେତେବେଳେ ଇଂରେଜ ମାନଙ୍କର ପରମ ଶତ୍ରୁ ବୋଲି ଇଂରେଜ ମାନେ ମନେ କରୁଥିଲେ। କାହିଁକି ନା ଇଏ ଯୋଉଭଳି ଭାବରେ ବିପ୍ଳବାତ୍ମକ ଲେଖା, ତାଙ୍କର ଆହ୍ୱାନ, ତା ଫଳରେ ଅନେକ ଯୁବ ସମାଜ ସବୁ ଭିନ୍ନ ଭିନ୍ନ ସମିତି ମାନ ଗଠନ କରି ଭାରତର ସ୍ଵାଧୀନତା ପାଇଁ ଲଢେଇ କରିବା ପାଇଁ ଆଗେଇ ଆସିଥିଲେ। ତେଣୁ ଆଙ୍କ ପଛରେ କଣ ହେଲା, ବ୍ରିଟିଶ ସରକାର ଲାଗିଲେ। ତେଣୁ ମା କହିଲେ ଛୋଟ ଛୁଆ, ତେଣୁ ମା ତାଙ୍କୁ ଯିବାକୁ ମନା କଲେ। ସେତେବେଳେ ଶ୍ରୀଅରବିନ୍ଦଙ୍କ ପାଖରେ ମାତ୍ର 4 ଜଣ ଲୋକ ରହୁଥିଲେ। ବିଜୟ, ମୁନି, ନଳିନୀ ଏବଂ ସୌରୀ। ମୁଁ ବିଜୟଙ୍କର ବହୁ ପ୍ରିୟ ହୋଇ ଉଠିଥାଏ।
ମୋ ଭଉଣୀ ମୋ ସାଙ୍ଗରେ ଯାଇ ଶ୍ରୀଅରବିନ୍ଦଙ୍କ ସଙ୍ଗେ ଖେଳିବାକୁ ଲାଗି ପଡ଼ିଲା। ଏହା 1912 ମସିହାରୁ 1914 ମସିହା ପର୍ଯ୍ୟନ୍ତ ଚାଲିଥାଏ। ପରେ ଶ୍ରୀଅରବିନ୍ଦ ଫ୍ରାଙ୍କୋଇସ୍ ମାର୍ଟିନ ଷ୍ଟ୍ରିଟକୁ ସ୍ଥାନାନ୍ତରିତ ହୋଇ ଚାଲିଗଲେ। ସ୍କୁଲରୁ ସିଧା ଆସି ମୋ ଭଉଣୀ ଶ୍ରୀଅରବିନ୍ଦଙ୍କର କୋଠରୀ ସଫା କରେ। ଥରେ ଥରେ ମୋ ଭଉଣୀ ତାଙ୍କୁ ପଚାରିଲେ, ବାବୁ, ଆପଣ ନିଜ କୋଠରୀଟିକୁ ଏପରି ବିଶୃଙ୍ଖଳ କରି କାହିଁକି ରଖୁଛନ୍ତି? ସେତେବେଳେ ସିଗାରେଟ ଖାଇବା ତାଙ୍କର ଅଭ୍ୟାସ ଥିଲା। ବେଳେ ବେଳେ ମୁଁ ଚା ତିଆରି କରି ତାଙ୍କୁ ଦିଏ। ଦିନେ ତାଙ୍କ ପାଖରେ ରହୁଥିବା 4 ଜଣ ଯୁବକ ହକି ଖେଳୁଥିଲେ ଏବଂ ଖେଳିଲା ବେଳେ ହକି ଷ୍ଟିକରେ ଗୋଟିଏ ପଥର ଖଣ୍ଡ ଆସି ମୋତେ ଆଘାତ କଲା। କିଛି ରକ୍ତ ବାହାରିଥିଲା। ମୋର ଭଉଣୀ ଚିତ୍କାର କରି କହି ଉଠିଲା, ବାବୁ, ଇଏ କଣ? ସେମାନେ ମୋର ଭାଇକୁ ମାରି ପକାଇଲେ। ବାବୁ ସବୁବେଳେ କିଛି ନା କିଛି ଲେଖୁଥାନ୍ତି ଓ ମଝିରେ ମଝିରେ ବାଲକୋନିରେ ଏପଟ ସେପଟ ଚଲାବୁଲା କରୁଥାନ୍ତି। ଆମ ମଧ୍ୟରେ ବାପ ପୁଅ ସମ୍ପର୍କ ଗଢ଼ି ଉଠିଥାଏ। ତାଙ୍କର ଜନ୍ମଦିନଟି ଆମ ପରିବାର ପାଇଁ ସତେଅବା ଗୋଟିଏ ଭୋଜି ଦିନ। ସେଦିନ ମୋର ଫୁଲମାଳଟି ପ୍ରଥମେ ତାଙ୍କ ପାଖକୁ ଯାଏ। 1925 ମସିହାରେ ପ୍ରତ୍ୟେକ ଦିନ ମୁଁ ତାଙ୍କ ସମ୍ପର୍କରେ ଆସୁଥାଏ। 1920 ମସିହାରୁ ପଣ୍ଡିଚେରୀ ଆସି ଶ୍ରୀମା ସ୍ଥାୟୀ ଭାବରେ ରହିଲେ। ଶ୍ରୀମା ଅଧିକାଂଶ ସମୟରେ କଫି କିମ୍ବା ଚା ଆଣି ଶ୍ରୀଅରବିନ୍ଦଙ୍କ ରହୁଥିବା ଘରକୁ ଆସନ୍ତି ଓ ଆମ୍ଭମାନଙ୍କୁ ପରିବେଷଣ କରନ୍ତି। ଆମ୍ଭେମାନେ ସେଇ ଟେବୁଲ ଚାରିପାଖରେ ବସି ଠିକ୍ ସନ୍ଧ୍ୟା 5 ଘଣ୍ଟିକାରେ ଧ୍ୟାନ କରୁ। ନାମ୍ବୀର, ଦୋରାଇସ୍ୱାମୀ, ଚଟ୍ଟୋପାଧ୍ୟାୟ ଓ ଅନ୍ୟମାନେ ମାଡ୍ରାସରୁ ଯିବା ଆସିବା କରୁଥାନ୍ତି। ସେମାନେ ସମସ୍ତେ ଆସି ମୋ ପାଖରେ ରୁହନ୍ତି ଓ ପରେ ଶ୍ରୀଅରବିନ୍ଦଙ୍କ ନିକଟକୁ ଯାଆନ୍ତି। ଅମୃତା ମୋ ସାଙ୍ଗରେ ଆସିଲେ। ଆମେ ଦୁହେଁ କାଲଭେ କଲେଜର ଛାତ୍ର ଥିଲୁ। ସେ ମାଟ୍ରିକୁଲେସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, କିନ୍ତୁ କୌଣସିଠାରେ ଚାକିରି ନ ପାଇ ଫେରି ଆସିଲେ। ପ୍ରସିଦ୍ଧ ନେତା ଲାଲା ଲଜପତ ରାୟ ଏବଂ ମୋନଜୀ ମୋ ଘରକୁ ଆସନ୍ତି। ଶ୍ରୀମାଙ୍କ ଆସିବା ପୂର୍ବରୁ ସମସ୍ତେ ମୋ ମାଧ୍ୟମରେ ଶ୍ରୀଅରବିନ୍ଦଙ୍କ ନିକଟକୁ ଯାଉଥିଲେ। ଥରେ ଗୋଟିଏ ଖୁବ୍ ବଡ଼ ଘୂର୍ଣ୍ଣିବାତ୍ୟା ହୋଇଥିଲା। ମୁଁ ଯାଇ ଶ୍ରୀଅରବିନ୍ଦଙ୍କ କକ୍ଷରେ ଦେଖେ ଯେ ସବୁ କିଛି ଭାଙ୍ଗି ଯାଇ ଏଣେ ତେଣେ ପଡ଼ିଛି। ମୁଁ ଶ୍ରୀମାଙ୍କ ସମ୍ବନ୍ଧରେ ପଚାରିଲି। ଶ୍ରୀଅରବିନ୍ଦ ମୋତେ କହିଲେ, ଯାଇ ଦେଖି ଆସ। ସେ ତାଙ୍କ ଘରର ସେଣ୍ଟ୍ରାଲ ହଲରେ ରହୁଥିଲେ। ଏପରି ଅବସ୍ଥାରେ ସେଠାରେ ରହିବା ମାଙ୍କ ପକ୍ଷରେ ନିରାପଦ ନୁହେଁ ଭାବି ଆମେ ମାଙ୍କୁ 14 ଫ୍ରାଙ୍କୋଇସ୍ ମାର୍ଟିନ ଷ୍ଟ୍ରିଟକୁ ନେଇ ଆସିଲୁ। ପଲ୍ ରିଚାର୍ଡ ଉତ୍ତରକୁ ଚାଲିଗଲେ ଓ ମା ତାଙ୍କର ନୂଆ ଘରକୁ ଆସିଲେ। ଶ୍ରୀଅରବିନ୍ଦ କୌଣସି ନିର୍ଦ୍ଦିଷ୍ଟ ପଦ୍ଧତିରେ ଯୋଗ କରିବା ନିମନ୍ତେ ବସନ୍ତି ନାହିଁ। ସେ କେବଳ ଲେଖନ୍ତି ଅଥବା ଚଲାବୁଲା କରନ୍ତି। ତାଙ୍କ କବାଟ କେବେ ବନ୍ଦ ହୁଏ ନାହିଁ। ମଝିରେ ମଝିରେ ତାଙ୍କ ଲେଖାମାନଙ୍କର ପ୍ରୁଫ୍ ମୁଁ ସଂଶୋଧନ କରେ। ପ୍ରତ୍ୟେକ ଦିନ ସନ୍ଧ୍ୟା 5 ଘଟିକାରେ ଆମେମାନେ ଧ୍ୟାନ କରୁ। ଶ୍ରୀମା ଆସନ୍ତି। ଭାରତୀ ଓ ଅନ୍ୟ କେତେକ ଆସନ୍ତି। ସେମାନେ ଟେବୁଲ ଚାରିପାଖରେ ବସି ଧ୍ୟାନ କରନ୍ତି, ତଳେ ବସନ୍ତି ନାହିଁ। ମୋ ସାଙ୍ଗରେ ଶ୍ରୀଅରବିନ୍ଦ ସାଧନା ବିଷୟରେ କେବେ କିଛି କଥାବାର୍ତ୍ତା ହୁଅନ୍ତି ନାହିଁ। ମୁଁ ଅନ୍ୟ ଏକ ପଦ୍ଧତି ଅବଲମ୍ବନ କରୁଥାଏ। ସେହି ପଦ୍ଧତିଟି ହେଲା ସିଦ୍ଧି ମାର୍ଗ। ଶ୍ରୀଅରବିନ୍ଦଙ୍କର ପ୍ରିୟ ପାତ୍ର ହୋଇଥିବାରୁ ଥରେ ମୋତେ ଆରେଷ୍ଟ କରାଯାଇ ପ୍ରାୟ 15 ଦିନ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ଭାରତୀ ଶ୍ରୀଅରବିନ୍ଦଙ୍କ ସହ ଜାତୀୟ ରାଜନୀତି ସମ୍ପର୍କରେ କଥୋପକଥନ ହୁଅନ୍ତି। VVS ଆୟାର ମଝିରେ ମଝିରେ ଆସନ୍ତି। ଯେତେବେଳେ CR ଦାସ ଆସିଥିଲେ, ତାଙ୍କୁ ତିଣ୍ଡି ଭିନମରୁ ଆଣିବାକୁ ମୋତେ ପଠାଯାଇଥିଲା। ଶ୍ରୀଅରବିନ୍ଦ ସାଧାରଣତଃ ବାହାରକୁ କେବେ ଯାଆନ୍ତି ନାହିଁ। ଅବଶ୍ୟ ପରେ ଶ୍ରୀମାଙ୍କ ଘରକୁ ଯାଇ ତାଙ୍କ ସହ ରାତ୍ରି ଭୋଜନ କରୁଥିଲେ। ଥରେ କିମ୍ବା ଦୁଇଥର ପଣ୍ଡିଚେରୀ ରେଲୱେ ଷ୍ଟେସନ ଯାଇ ଜଣେ କିମ୍ବା 2 ଜଣଙ୍କୁ ସେ ବିଦାୟ ଦେଇ ଆସିଥିଲେ। এই ଲେଖାଟି ଶ୍ରୀଅରବିନ୍ଦଙ୍କ ଆର୍କାଇଭ୍ସ ଆଣ୍ଡ ରିସର୍ଚ୍ଚ ଲାଇବ୍ରେରୀରୁ ପ୍ରାପ୍ତ କରିଥିଲେ। ଏକ ଋଷି ଜୀବନ। ଶ୍ରୀମା ପଣ୍ଡିଚେରୀ ଆସିବା ପୂର୍ବରୁ ଶ୍ରୀଅରବିନ୍ଦଙ୍କ ଘରେ ମୋଟ ଉପରେ ଗୋଟିଏ ଖଟ ଥାଏ। ଆଗରୁ ଆମେ ପଢିଛନ୍ତି 4 ଜଣ ଥିଲେ ତାଙ୍କ ପାଖରେ, ସୁରେଶ, ନଳିନ, ବିଜୟ ଏବଂ ସୌରେନ।
ସମସ୍ତେ ତଳେ ସପ ପକାଇ ଶୁଅନ୍ତି। ଖଟଟି ଶ୍ରୀଅରବିନ୍ଦଙ୍କ ବ୍ୟବହାରରେ ଲାଗେ। ଖଟରେ ପଡ଼ିଥିବା କାନଭାସଟିର ଗୋଟିଏ ପାଖ ଚିରି ଯାଇଥାଏ, ଏଣୁ ପ୍ରଭୁ କେବଳ ସେଇ କାନଭାସଟିର ଭଲ ଥିବା ପାଖଟିକୁ ଶୋଇବା ପାଇଁ ବ୍ୟବହାର କରୁଥିଲେ। ଓଲଟା ମଗ। ସ୍ୱର୍ଗତ ଦୋରାଇ ସ୍ୱାମୀ ଏହି ଘଟଣାଟି ଅନ୍ୟ ଜଣେ ସାଧକ ଅନନ୍ତ ରମଣଙ୍କ ଆଗରେ ବର୍ଣ୍ଣନା କରିଥିଲେ। ସେ ଅଳ୍ପ ବର୍ଷ ପୂର୍ବରୁ ମଧ୍ୟ ଇହଧାମ ବିଦାୟ ନେଇଗଲେଣି। ମୁଁ ଏହି କାହାଣୀ ଗଜରାଜ ଶୁକଦେବଙ୍କ ଠାରୁ ଶୁଣିଛି। 1914 ମସିହା ଠାରୁ 1921 ମସିହା ପର୍ଯ୍ୟନ୍ତ ଶ୍ରୀଅରବିନ୍ଦ ଯେଉଁ କୋଠାରେ ରହୁଥିଲେ ତାହା ଆଜିକାଲି ଗେଷ୍ଟ ହାଉସ ନାମରେ ପରିଚିତ ଅଟେ। ସେହି ସମୟରେ ରମଣ ମହର୍ଷି ତିରୁଭନ୍ନମଲାଇ ନିକଟସ୍ଥ ଅରୁଣାଚଳ ପାହାଡ଼ ସ୍ଥିତ ସ୍କନ୍ଦ ଆଶ୍ରମରେ ଗୋଟେ ଗୁମ୍ଫା ମଧ୍ୟରେ ରହୁଥିଲେ। ଜଣେ ନିର୍ଦ୍ଦିଷ୍ଟ ସନ୍ନ୍ୟାସୀ ଏକ ବିଶେଷ ଧରଣର ତୀର୍ଥଯାତ୍ରା ଆରମ୍ଭ କରିଦେଲେ। ସେ ସ୍କନ୍ଦ ଆଶ୍ରମରୁ ପଣ୍ଡିଚେରୀ ପର୍ଯ୍ୟନ୍ତ ଚାଲି ଚାଲି ଆସନ୍ତି, ଏପରିକି ଗେଷ୍ଟ ହାଉସ ଫାଟକ ପର୍ଯ୍ୟନ୍ତ ଆସନ୍ତି ଏବଂ ଏହିଠାରୁ ଅରୁଣାଚଳ ଫେରିଯାଆନ୍ତି। ସେ ରମଣୀ ମହର୍ଷିଙ୍କ ଗୁମ୍ଫା ମଧ୍ୟକୁ କିମ୍ବା ଶ୍ରୀଅରବିନ୍ଦ ରହୁଥିବା ଘର ମଧ୍ୟକୁ ପ୍ରବେଶ କରିବାକୁ କେବେ ହେଲେ ଚେଷ୍ଟା କରନ୍ତି ନାହିଁ। ବାଟ ତମାମ ସେ ସନ୍ନ୍ୟାସ ବ୍ରତ ପାଳନ କରନ୍ତି, ଗଛ ମୂଳେ ଶୟନ କରନ୍ତି, ମାତ୍ର 3ଟି ଘରକୁ ଯାଇ ଭିକ୍ଷା ମାଗନ୍ତି ଏବଂ ଯାହା ମିଳେ କେବଳ ସେଥିରେ ବଞ୍ଚନ୍ତି। ବହୁ ଲୋକ ତାଙ୍କର ଶିଷ୍ୟ ହେବା ପାଇଁ ଇଚ୍ଛା ପ୍ରକାଶ କରନ୍ତେ ସେ କାଦୁଅରେ ଗଡ଼ନ୍ତି, କାରଣ ନିଜକୁ ଅନାକର୍ଷଣୀୟ କରିବା ହେଲା ତାଙ୍କର ଇଚ୍ଛା, ଯାହା ଫଳରେ ଶିଷ୍ୟ ହେବାକୁ ଇଚ୍ଛା କରୁଥିବା ଲୋକଙ୍କ କବଳରୁ ସେ ରକ୍ଷା ପାଇଯିବେ। ସେ ଖୁବ୍ ଗେଡ଼ା ଥିଲେ, ଏଣୁ ଲୋକମାନେ ତାଙ୍କୁ କୁଲାସ୍ୱାମୀ ବୋଲି ସମ୍ବୋଧନ କରୁଥିଲେ, ଯାହାର ତାମିଲ ଅର୍ଥ ହେଉଛି ବାମନ ସ୍ୱାମୀ। ସନ୍ନ୍ୟାସୀ ପଣ୍ଡିଚେରୀ ଆସନ୍ତି ଓ ଅରୁଣାଚଳ ଫେରିଯାଆନ୍ତି। ଦିନେ ସେ ଦେଖନ୍ତି ଗେଷ୍ଟ ହାଉସର ଦୁଆରଟିଏ ଫାଙ୍କା ଅଛି। ସେ ତାହାକୁ ଠେଲି ଖୋଲିଦେଲେ ଏବଂ ଉପର ତାଲାକୁ ଉଠିଗଲେ। ସେଠାରେ ଶ୍ରୀଅରବିନ୍ଦ ଗୋଟିଏ ବେତ ଚୌକିରେ ବସିଥିଲେ। ତାଙ୍କ ସମ୍ମୁଖରେ ଗୋଟେ ବେତ ଟେବୁଲ ଓ ଅନ୍ୟ ଗୋଟେ ବେତ ଚୌକି ପଡ଼ିଥାଏ। ଟେବୁଲ ଉପରେ ଗୋଟେ ଏନାମେଲ ମଗ ଥୁଆ ହେଇଥାଏ, ଯାହାଦ୍ୱାରା ଶ୍ରୀଅରବିନ୍ଦ ଚାହା କିମ୍ବା କୋକୋ ପାନ କରନ୍ତି। ନଳିନୀ, ବିଜୟ ଏବଂ ଅନ୍ୟମାନେ ଏପରି ବଳାତ୍କାର ପ୍ରବେଶ ଦେଖି ଚକିତ ହୋଇ ଠିଆ ହୋଇ ରହିଥାନ୍ତି, କିନ୍ତୁ ଯେହେତୁ ଶ୍ରୀଅରବିନ୍ଦ ନୀରବ ଅଛନ୍ତି, ସେ ଦୁହେଁ ଆଦୌ କିଛି କହୁନଥାନ୍ତି। ସ୍ୱାମୀ ଅନ୍ୟ ଚୌକିରେ ବସି ପଡ଼ିଲେ। ସେଇ ମଗଟିକୁ ନେଇ ସେଥିରେ ଯାହା ଥିଲା ଚଟାଣରେ ଢାଳି ଦେଇ ମଗଟିକୁ ଓଲଟାଇ ପୁଣି ଟେବୁଲ ଉପରେ ଥୋଇଦେଲେ। କିଛି ଅର୍ଥ ଥିବା ଭଙ୍ଗୀରେ ସେ ଦୁଇଥର ଶ୍ରୀଅରବିନ୍ଦଙ୍କ ଆଡ଼କୁ ଚାହିଁଲେ, ପ୍ରଥମେ ମଗ ଆଡ଼େ ଏବଂ ପୁଣି ଶ୍ରୀଅରବିନ୍ଦଙ୍କ ଆଡ଼େ। ପୁନଃ ସେ ମଗଟି ଉଠାଇଲେ, ଏହାକୁ ଖାଲି କରିବା ଭଙ୍ଗୀ କଲେ ଏବଂ ଏହାକୁ ତଳପଟ ଉପରକୁ ରଖି ଟେବୁଲ ଉପରେ ଥୋଇଦେଲେ ଏବଂ ଏହାପରେ ଗଭୀର ଭାବରେ ଶ୍ରୀଅରବିନ୍ଦଙ୍କୁ ଚାହିଁଲେ। ଶେଷରେ ଏହି ଅଦ୍ଭୁତ ପରିଦର୍ଶକ ଉଠି ଠିଆ ହେଲେ ଓ ଗୋଟିଏ ଶବ୍ଦ ଉଚ୍ଚାରଣ କରି ଚାଲିଗଲେ। ପରେ ଶ୍ରୀଅରବିନ୍ଦ କହିଥିଲେ ଯେ ସେ ସେହି ସମୟରେ ବହୁ ବର୍ଷ ଧରି ତାଙ୍କର ପଥ ବନ୍ଦ ହୋଇଯାଇଥିବାର ସେ ଦେଖିଥିଲେ। ମଗଟିକୁ ଖାଲି କରିବା ଅର୍ଥ ହେଲା ତାଙ୍କୁ ଆହୁରି ଆଗେଇବାକୁ ପଡ଼ିବ, ଯାହାଫଳରେ ସେ ତାଙ୍କର ପୂର୍ବ ସିଦ୍ଧି ଓ ଉପଲବ୍ଧିକୁ ଖାଲି କରିବାକୁ ସକ୍ଷମ ହୋଇପାରିବେ। ମଗଟିକୁ ଖାଲି କରିବା ଅର୍ଥ ହେଲା ତାଙ୍କୁ ଆହୁରି ଆଗକୁ ଯିବାକୁ ପଡ଼ିବ, ଯାହାଫଳରେ ସେ ତାଙ୍କର ପୂର୍ବ ସିଦ୍ଧି ଓ ଉପଲବ୍ଧିକୁ ଖାଲି କରିବାକୁ ସକ୍ଷମ ହୋଇପାରିବେ। ଏହି ଉପଦେଶ ସେ ଗ୍ରହଣ କଲେ ଏବଂ ତୁଙ୍ଗ ଆରୋହଣ ଅଭିମୁଖରେ ଆଗେଇ ଚାଲିଲେ। ଜ୍ଞାନର ସନ୍ଧାନ। ଡି ଫରାସୀ ଦେଶରେ ରହୁଥିଲେ। ସେ ତାଙ୍କର ଏକ ସ୍ମୃତି ବିଷୟ କେ ନାମକ ଜଣେ ଆଶ୍ରମ ରହୁଥିବା ଯୁବତୀ ସାଧିକା, ଯେ କି ଏହା ପୂର୍ବରୁ ଫ୍ରାନ୍ସରେ ରହୁଥିଲେ, ତାଙ୍କ ଆଗରେ ବର୍ଣ୍ଣନା କରିଥିଲେ। ହାର୍ଟ ଆଟାକ୍ ହେଲା ପରେ ସେ ଜାଣିଲେ ଯେ ତାଙ୍କ କାଳ ପୂରି ଆସିଲା। ତାଙ୍କର ଶେଷ ମାସ ଗୁଡ଼ିକରେ କେଙ୍କ ଆଗରେ ଏହି ସବୁ କାହାଣୀ ସେ ବାରମ୍ବାର କହିବାକୁ ଲାଗିଥିଲେ। ଅଧିକନ୍ତୁ ପ୍ରକାଶ କରିଥିଲେ ତାଙ୍କର ଶେଷ ଦିନ ଗୁଡ଼ିକରେ ଶ୍ରୀଅରବିନ୍ଦ ତାଙ୍କ ନିକଟକୁ ଅଧିକାଂଶ ସମୟରେ ଆସି ଦେଖା ଦିଅନ୍ତି ଓ ଚାଲିଯିବା ପାଇଁ ଡାକନ୍ତି। 1999 ମସିହାରେ ଡି ପ୍ରଭୁଙ୍କର ଡାକରାର ଉତ୍ତର ଦେଇଥିଲେ। 1915 ମସିହା କଥା। ଡି ଶୁଣିବାକୁ ପାଇଲେ ଜଣେ କେମ୍ବ୍ରିଜ ବିଦ୍ୱାନ ଆସି ପଣ୍ଡିଚେରୀରେ ରହୁଛନ୍ତି। ଦିନେ କେତେ ଜଣ ପିଲାଙ୍କୁ ସାଙ୍ଗରେ ଧରି ଜ୍ଞାନ ଅନ୍ୱେଷଣରେ ସେ ତାଙ୍କ ପାଖରେ ଆସି ପହଞ୍ଚିଥିଲେ। ସେତେବେଳେ ଶ୍ରୀଅରବିନ୍ଦ ଚେଟିୟରଙ୍କ ଘରେ ରହୁଥିଲେ।
ସ୍ନେହପୂର୍ଣ୍ଣ ଭାବରେ ସେ ପିଲାମାନଙ୍କୁ ଗ୍ରହଣ କରିଥିଲେ। ସେମାନେ ନିଜେ ନିଜେ ପ୍ରତ୍ୟେକଙ୍କର ପରିଚୟ ପ୍ରଦାନ କଲେ। ଡି ଶ୍ରୀଅରବିନ୍ଦଙ୍କୁ କହିଲେ ସେ ତାଙ୍କଠାରୁ ଶିକ୍ଷା ଗ୍ରହଣ କରିବାକୁ ଆସିଛନ୍ତି। ଶ୍ରୀଅରବିନ୍ଦ କହିଲେ, ତୁମ୍ଭେମାନେ ଖୁବ୍ ଉତ୍ତେଜିତ ହୋଇଯାଇଛ। ମୋ ସମ୍ମୁଖରେ ବସ ଏବଂ ଆଖି ବନ୍ଦ କର। ମୁଁ ତୁମକୁ କିପରି ଏକାଗ୍ର ହେବାକୁ ପଡ଼ିବ କହିବି। ଡି ତାଙ୍କ କଥା ମାନିଥିଲେ। ହଠାତ୍ ସେ ଦେଖନ୍ତି ସମସ୍ତ ଉତ୍ତେଜନା କେଉଁଆଡ଼େ ଚାଲିଗଲା। ତାହା ସ୍ଥାନରେ ଏକ ଅଖଣ୍ଡ ଶାନ୍ତି ବିରାଜମାନ କରିବାକୁ ଲାଗିଲା। ଏହାପରେ ସବୁ ଜ୍ଞାନ ଆପଣା ଛାଏଁ ଛାଏଁ ତାଙ୍କ ମଧ୍ୟକୁ ପ୍ରବେଶ କରିବାର ବୋଧ ହେଲା। ଏଥିପାଇଁ ତାଙ୍କୁ କାହାରି ସାହାଯ୍ୟ କିମ୍ବା ପ୍ରୟାସ କରିବାର ଆଉ ଦରକାର ପଡ଼ିଲା ନାହିଁ। ସେହି ଦିନଠାରୁ ପ୍ରତ୍ୟେକ ଦିନ ପ୍ରାୟ 5 ବର୍ଷ ପର୍ଯ୍ୟନ୍ତ, ଅର୍ଥାତ୍ 1920 ମସିହା ପର୍ଯ୍ୟନ୍ତ ତାଙ୍କ ବିଦ୍ୟାଳୟ କାର୍ଯ୍ୟ ଶେଷ କରି ସେ ଶ୍ରୀଅରବିନ୍ଦ ନିକଟକୁ ଆସନ୍ତି। ଶ୍ରୀଅରବିନ୍ଦ ତାଙ୍କୁ ଲାଟିନ୍, ଗ୍ରୀକ୍, ଫ୍ରେଞ୍ଚ ଓ ଇଂରାଜୀ ଭାଷା ଶିକ୍ଷା ଦେଇଥିଲେ। ଡି ଶ୍ରୀଅରବିନ୍ଦଙ୍କ ଆଡ଼କୁ ମୁହଁ କରି ଏକାଗ୍ର ହୋଇ ବସନ୍ତି। ଏହାପରେ ଶ୍ରୀଅରବିନ୍ଦ ଖୁବ୍ ଧୀର କଣ୍ଠରେ କିଛି କୁହନ୍ତି। ଜଣକୁ ତାଙ୍କ କଣ୍ଠସ୍ୱର ଶୁଣିବାକୁ ହେଲେ ଏକବାରକେ ଏକାଗ୍ର ହେବାକୁ ପଡ଼ିବ ଓ ତାଙ୍କର କଣ୍ଠସ୍ୱରକୁ ଅନ୍ୱେଷଣ କରିବାକୁ ହେବ। ଶ୍ରୀଅରବିନ୍ଦ ବହୁତ ଧୀରେ କହୁଥିଲେ। ଡି କେବେ ହେଲେ ଶ୍ରୀଅରବିନ୍ଦଙ୍କର ଉପଦେଶ ଭୁଲି ନାହାନ୍ତି। ଶ୍ରୀଅରବିନ୍ଦଙ୍କ ଉପଦେଶ ଥିଲା, ପ୍ରଥମେ ତୁମର ମନ ଶାନ୍ତ ହେବା ଉଚିତ, ତାହେଲେ ଯାଇ ତୁମେ ଜ୍ଞାନ ଅର୍ଜନ କରିପାରିବ। ଏହି ମାନସିକ ଅନୁଶାସନ ଡିଙ୍କର ଜୀବନରେ ବହୁତ ସହାୟକ ହୋଇଥିଲା। ଶ୍ରୀଅରବିନ୍ଦ ତାଙ୍କ ଛାତ୍ରମାନଙ୍କ ସାଙ୍ଗରେ ଖୁବ୍ ସ୍ୱାଧୀନ ଭାବରେ ମିଳାମିଶା କରନ୍ତି। ସେମାନେ ଜାଣନ୍ତି ଶ୍ରୀଅରବିନ୍ଦଙ୍କୁ ସିଆଇଡି ଅଫିସରମାନେ କଡ଼ାକଡ଼ି ନଜର ମଧ୍ୟରେ ରଖିଛନ୍ତି। ଶ୍ରୀଅରବିନ୍ଦଙ୍କ ଠାରୁ ଟିକେ ମାତ୍ର ନିର୍ଦ୍ଦେଶ ପାଇନଥିଲେ ମଧ୍ୟ ସେ ଏବଂ ତାଙ୍କର ସାଙ୍ଗମାନେ ସେଠାରେ କ'ଣ ସବୁ କଥାବାର୍ତ୍ତା ହେଉଛି କେବେ ହେଲେ ବାହାରେ ପ୍ରକାଶ କରନ୍ତି ନାହିଁ। ଘରେ କ'ଣ କଥା ହେଲା ବା କ'ଣ ଦେଖିଲେ ସେମାନେ କେବେ ହେଲେ ବାହାରେ ପ୍ରକାଶ କରନ୍ତି ନାହିଁ। ଡି କୃତଜ୍ଞତାପୂର୍ଣ୍ଣ ହୃଦୟରେ କୁହନ୍ତି, ଶ୍ରୀଅରବିନ୍ଦଙ୍କର ଅଧ୍ୟାପନା ବଳରେ ସେ ପ୍ରଥମ କଳା ଲୋକ ଯେ କି ଫ୍ରେଞ୍ଚ ଡିଗ୍ରୀ ହାସଲ କରିବାକୁ ସକ୍ଷମ ହୋଇପାରିଥିଲେ। 1920 ମସିହା ଏପ୍ରିଲ ମାସରେ ଶ୍ରୀମା ଆସି ପଣ୍ଡିଚେରୀରେ ଅବସ୍ଥାନ କଲେ। ସେତେବେଳେ ସେ ମୀରା ନାମରେ ପରିଚିତ ଥିଲେ। ଶ୍ରୀଅରବିନ୍ଦ ବେଳେବେଳେ ତାଙ୍କର ଛାତ୍ରମାନଙ୍କୁ ସାଙ୍ଗରେ ନେଇ ମୀରାଙ୍କ ଘରେ ଭୋଜନ କରନ୍ତି। ଡି ଏବଂ ତାଙ୍କର ସାଙ୍ଗମାନେ କ'ଣ କିଛି ଜାଣିଥିଲେ କି ଅଣ୍ଡା ତରକାରୀ ଯିଏ ରନ୍ଧନ କରି ସେମାନଙ୍କୁ ଭୋଜନ ପରିବେଷଣ କରୁଥିଲେ, ଯାହାର ସ୍ୱାଦ ଜୀବନ ସାରା ତାଙ୍କର ସ୍ମରଣ ଅଛି, ସେ ହେଉଛନ୍ତି ସ୍ୱୟଂ ଦିବ୍ୟଜନନୀ। ମାନବ ଶରୀରରେ ଏହି ଧରାଧାମରେ ଅବତୀର୍ଣ୍ଣ ହୋଇଛନ୍ତି। ସେ ବର୍ଣ୍ଣନା କରନ୍ତି କିପରି ମା ଶ୍ରୀଅରବିନ୍ଦଙ୍କର ପୋଷାକ ପତ୍ରର ଯତ୍ନ ନେଉଥିଲେ ଏବଂ ଏପରିକି ତାଙ୍କର ଜୋତାର ମଧ୍ୟ ଯତ୍ନ ନେଉଥିଲେ। ପ୍ରାରମ୍ଭିକ ସମୟରେ କେତେକ ଆନୁଷଙ୍ଗିକ ଘଟଣା। ଶ୍ରୀ ବାରୀନ୍ଦ୍ର କୁମାର ଘୋଷ, ଶ୍ରୀଅରବିନ୍ଦଙ୍କର ଭାଇ, ନିମ୍ନଲିଖିତ କାହାଣୀଗୁଡ଼ିକ ଆଶ୍ରମର ଜଣେ ପୁରୁଣା ଭକ୍ତ କୃଷ୍ଣ ଶମ୍ଭୁଙ୍କୁ କହିଥିଲେ। ଛଳନା ମଧ୍ୟରେ କୃପା। ବହୁଦିନ ତଳର କଥା। ବାରୀନ୍ଦ୍ର କୁମାର ଘୋଷ ଶ୍ରୀଅରବିନ୍ଦଙ୍କର ସେକ୍ରେଟାରୀ ଭାବରେ କାର୍ଯ୍ୟ ସମ୍ପାଦନା କରୁଥାନ୍ତି। ଆମେରିକା ପରି ଖୁବ୍ ଦୂର ସ୍ଥାନରୁ ଜଣେ ଭଦ୍ରମହିଳା ଶ୍ରୀଅରବିନ୍ଦଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟ ନେଇ ଆସିଥାନ୍ତି। ସେ ପଣ୍ଡିଚେରୀରେ ପହଞ୍ଚି ଗୋଟିଏ ହୋଟେଲରେ ରହିଲେ ଏବଂ ସକାଳୁ ନିତ୍ୟକର୍ମ ସମ୍ପାଦନ କରି ଶ୍ରୀଅରବିନ୍ଦ ରହୁଥିବା ଘର ନିକଟରେ ଆସି ପହଞ୍ଚିଲେ। ବାରୀନ୍ଦ୍ରଙ୍କର ଫାଟକ ଜଗିବା କାମ ଥାଏ। ସେ ଗୋଟିଏ ଚିଠି ଶ୍ରୀଅରବିନ୍ଦ ନିକଟକୁ ପଠାଇଲେ ଏବଂ ତାଙ୍କ ପାଇଁ ସାକ୍ଷାତକାର ବନ୍ଦୋବସ୍ତ କରିଦେବା ପାଇଁ ବାରୀନ୍ଦ୍ରଙ୍କୁ ଅନୁରୋଧ ମଧ୍ୟ କଲେ। ବାରୀନ୍ଦ୍ର ତା ପରଦିନ ସକାଳୁ ଆସିବାକୁ ତାଙ୍କୁ କହିଲେ। ସେ ପରଦିନ ଫେରି ଆସନ୍ତେ ବାରୀନ୍ଦ୍ର ତାଙ୍କର ଲଫାଫଟିକୁ ତାଙ୍କୁ ଫେରାଇ ଦେଲେ। ଭଦ୍ରମହିଳା ଲଫାଫା ଖୋଲି ଦେଖନ୍ତି ଶ୍ରୀଅରବିନ୍ଦ ତାଙ୍କୁ ସାକ୍ଷାତ କରିବାକୁ ମନା କରିଦେଇଛନ୍ତି। ତାଙ୍କ ଆଖିରେ ଲୁହ ଭରିଗଲା। ସେ କଇଁ କଇଁ ହିଁ କାନ୍ଦିବାକୁ ଲାଗିଲେ। ସେ ବାରୀନ୍ଦ୍ରଙ୍କ ସହ ଯୁକ୍ତି କରିଥାନ୍ତି
ଏବଂ ତାଙ୍କର ଆଉ ଗୋଟିଏ ଚିଠି ନେଇ ଶ୍ରୀଅରବିନ୍ଦଙ୍କୁ ଦେବା ପାଇଁ ଅନୁରୋଧ ସହ କାନ୍ଦୁଥାନ୍ତି, କିନ୍ତୁ ବାରିନ୍ଦ୍ର ଆଉ ତାହା କରିପାରିବେ ନାହିଁ ବୋଲି ମନା କରୁଥାନ୍ତି। ସେଇ ଭଦ୍ର ମହିଳାଙ୍କର ଅନୁରୋଧ ଏତେ ସଠିକ ଓ ହୃଦୟଗ୍ରାହୀ ଥିଲା ଯେ ବାରିନ୍ଦ୍ରଙ୍କ ଆଖିରେ ମଧ୍ୟ ଲୁହ ଆସିଗଲା। କିନ୍ତୁ ସେ କହିଲା ପରି ବାରିନ୍ଦ୍ର ଆଉ ତାଙ୍କର ଅନୁରୋଧ ରକ୍ଷା କରିପାରିଲେ ନାହିଁ, ଏଣୁ ତାଙ୍କୁ ବାଧ୍ୟ ହୋଇ ଫେରିଯିବାକୁ ହୋଇଥିଲା। ଯେତେବେଳେ ଯେକୌଣସି ଲୋକଙ୍କୁ ସାକ୍ଷାତକାର ପ୍ରଦାନ କରାଯାଉଅଛି, କାହିଁକି ସେହି ଭଦ୍ର ମହିଳାକୁ ସାକ୍ଷାତ କରିବାର ଅନୁମତି ମିଳିପାରିଲା ନାହିଁ, ଏହି ବିଷୟଟି ତାଙ୍କ ମନରେ କୌତୂହଳ ସୃଷ୍ଟି କରିଥିଲା। ଯିଏ ଆସନ୍ତି ଶ୍ରୀଅରବିନ୍ଦ ସମସ୍ତଙ୍କୁ ଦର୍ଶନ ଦଉଥିଲେ, କିନ୍ତୁ କାହିଁକି ତାଙ୍କୁ ଦର୍ଶନ ଦେଲେନି, ତେଣୁ ବାରିନ୍ଦ୍ରଙ୍କ ମନରେ କୌତୂହଳ ଜାଗ୍ରତ ହେଲା। ଦିନେ ସେ ସେଇ କଥାଟି ପଚାରିବାର ଗୋଟେ ସୁଯୋଗ ପାଇଲେ ଓ ପଚାରିଲେ, ସାର୍, କେଉଁ କାରଣରୁ ସେହି ଆମେରିକୀୟ ଭଦ୍ର ମହିଳାଙ୍କୁ ଆପଣ ଅଳ୍ପ କେତେ ମିନିଟ ସମୟ ଦେଇପାରିଲେ ନାହିଁ? କଥା ହଉଛି ସେତେବେଳେ ଶ୍ରୀଅରବିନ୍ଦଙ୍କୁ ସମସ୍ତେ ସାର୍ ବୋଲି ଡାକୁଥିଲେ, ତେଣୁ ତାଙ୍କ ଭାଇ ହେଇଥିଲେ ବି ବାରିନ୍ଦ୍ର ମଧ୍ୟ ସାର୍ ଡାକୁଥିଲେ। ସେ ପଚାରିଲେ ଯେ ଆପଣଙ୍କୁ ତାଙ୍କୁ କେତେ ମିନିଟ ସମୟ କାହିଁ ଦେଲେ ନାହିଁ? ସେ ଏତେ ବାଟରୁ ଆସିଥିଲେ ଓ ବହୁ ଅର୍ଥ ମଧ୍ୟ ବ୍ୟୟ କରିଥିଲେ କେବଳ ଆପଣଙ୍କର ଟିକେ ଦର୍ଶନ କରିବା ପାଇଁ। ସେ ଆପଣ ମନା କରିଦେବା ଶୁଣିବା ମାତ୍ରେ ହୃଦୟ ବିଦାରକ କ୍ରନ୍ଦନ କରିଥିଲେ ଓ ତାହାକୁ ଶୁଣି ମୋର ଆଖିରୁ ମଧ୍ୟ ଲୁହ ଆସି ଯାଇଥିଲା। ତାଙ୍କୁ କେତୋଟି ମିନିଟ ସମୟ ଦେଇଥିଲେ ଆମର ବା କଣ କ୍ଷତି ହୋଇଯାଇଥାନ୍ତା? ଶ୍ରୀଅରବିନ୍ଦ ଖୁବ୍ ଗମ୍ଭୀର ଦେଖାଗଲେ ଏବଂ ଉତ୍ତର ଦେଲେ, ଏଥିରେ ମୋର କୌଣସି କ୍ଷତି ହୋଇନଥାନ୍ତା, ପରନ୍ତୁ ଯଦି ସେ ମାତ୍ର ଗୋଟିଏ ସେକେଣ୍ଡ ନିମନ୍ତେ ମୋର ସମ୍ମୁଖକୁ ଆସିଥାନ୍ତେ, ତେବେ ତାଙ୍କର ସମଗ୍ର ଜୀବନ ଧ୍ୱଂସ ହୋଇଯାଇଥାନ୍ତା। ଏଇଟା କୋଉଠି କିଏ ବୁଝିବ, ଆମେ କୋଉଠୁ ବୁଝିପାରିବା? ପ୍ରଭୁଙ୍କର ସେଥିପାଇଁ ଯୋଉ ମହାବୀରରେ ସେଥିପାଇଁ ଲେଖିଛନ୍ତି, ସବୁ ଜାଗାରେ ଯୋଉଠି ପଢିବେ ଲେଖା ହେଇଛି, ଆଧ୍ୟାତ୍ମିକ କଥାକୁ ଶିକ୍ଷା ବହିରେ ଅଛି ଡିଟେଲସରେ, ମନ ଦ୍ଵାରା ବୁଝିବାକୁ ଚେଷ୍ଟା କରିବ ନାହିଁ। ବିଚାର କରିବା ତ ଦୂରର କଥା, ମନ ଦ୍ଵାରା ବୁଝିବାକୁ ବି ଚେଷ୍ଟା କରିବ ନାହିଁ। ଯଦି କିଛି ନ ବୁଝି ପାରୁଛ, ତାକୁ ଆଜି ଟି ଗ୍ରହଣ କରିବ, ମାଙ୍କୁ ପ୍ରାର୍ଥନା କରିବ, ସିଏ ତାଙ୍କର ଯାହାକୁ ବୁଝେଇଦେବେ। ଯୋଗରେ ଦୀକ୍ଷିତ କରିବାକୁ ହେବ। କେ ବନାରସରେ ଅଧ୍ୟୟନ କରୁଥିବା ସମୟରେ ବଙ୍ଗଦେଶର ଚାନ୍ଦେର ନାଗୋର ସହରରୁ ପ୍ରବର୍ତ୍ତକ ସଂଘ ତରଫରୁ ପ୍ରକାଶିତ ହୋଇଥିବା ଗୋଟିଏ ପତ୍ରିକାରୁ ଶ୍ରୀଅରବିନ୍ଦଙ୍କ ଓ ତାଙ୍କର ପୂର୍ଣ୍ଣ ଯୋଗ ସମ୍ବନ୍ଧରେ ଜାଣିବାକୁ ପାଇଲେ। ସେ କଲେଜ ପାଠପଢା ଛାଡ଼ି ଦେଇ ଶ୍ରୀଅରବିନ୍ଦଙ୍କୁ ଭେଟିବା ପାଇଁ ଚାନ୍ଦେର ନାଗୋର ଚାଲିଗଲେ। ସେହି ପ୍ରବର୍ତ୍ତକ ସଂଘର ସେକ୍ରେଟାରୀ ତାଙ୍କୁ ପଣ୍ଡିଚେରୀ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କେ ପଣ୍ଡିଚେରୀ ପହଞ୍ଚି ଗୋଟିଏ ସାକ୍ଷାତକାର ପାଇଁ ଅନୁରୋଧ କଲେ। ତାହା ମଞ୍ଜୁର ହେଲା। ଯୁବକ ଛାତ୍ରଟି ଯାଇ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୁଅନ୍ତେ ଶ୍ରୀଅରବିନ୍ଦ ତାଙ୍କୁ ପଚାରିଲେ, ହେ ଯୁବକ, ତୁମେ କଣ ଚାହୁଁଛ, ଯୋଗ ଅବା ଜ୍ଞାନ? କେ ସହସା ଉତ୍ତର ଦେଲେ, ସାର୍, ମୁଁ ଯୋଗ ଚାହୁଁଛି। ଶ୍ରୀଅରବିନ୍ଦ ତାଙ୍କୁ ଗମ୍ଭୀର ଦୃଷ୍ଟିରେ ଚାହିଁଲେ। କେଙ୍କର ଆଉ କହିବାକୁ କିଛି ନଥାଏ। ସେ ପ୍ରଣାମ ନିବେଦନ କରି ଚାଲି ଆସିଲେ। ପରେ ଶ୍ରୀଅରବିନ୍ଦ ବାରିନ୍ଦ୍ରକୁ କହିଲେ, ଯୁବକର ଆତ୍ମା ଯୋଗ ଚାହୁଁଛି, କିନ୍ତୁ ସ୍ୱଭାବ ଖୁବ୍ ବକ୍ର ଏବଂ ଅସଭ୍ୟ। ତାଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିବ, ମାତ୍ର ତାଙ୍କୁ ଯୋଗରେ ଦୀକ୍ଷିତ କରାଇବାକୁ ପଡ଼ିବ। କେଙ୍କର ଜୀବନରେ ସହସା ପଡା ଉଠା ଆରମ୍ଭ ହୋଇଯାଇଥିଲା। ଜୀବନରେ ଏକ ସୁତଳ ଯୁଦ୍ଧ ଲାଗିଲା, ପରନ୍ତୁ ସେ କେବେ ହେଲେ ବାଟରୁ ଅବାଟକୁ ଗଲେ ନାହିଁ। ସେ ବୀର ପରି ଯୁଦ୍ଧର ସମ୍ମୁଖୀନ ହେଲେ ଏବଂ ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କ ସେବାରେ ତାଙ୍କ ନିଜ ବାଟରେ ପାରୁ ପର୍ଯ୍ୟନ୍ତ ଲାଗି ରହିଥିଲେ। ତାଙ୍କ ଜୀବନର ଶେଷ ପ୍ରାନ୍ତରେ କେ ଆଶ୍ରମରେ ସ୍ଥାନ ପାଇପାରିଥିଲେ। ସେ ଶ୍ରୀମାଙ୍କର ସ୍ନେହ ବନ୍ଧନ ଓ ଯତ୍ନ ମଧ୍ୟରେ ଅଳ୍ପ କେତେ ମାସ ରହିଲା ପରେ ଶରୀର ତ୍ୟାଗ କରିଥିଲେ।
ଭୂତ ଘର। ଜଣେ ପୁରାତନ ଶିଷ୍ୟ, ନାମ ତାଙ୍କର ବାପଲାଲ ଘଡୱାଲା। ସିଏ ଗୋଟିଏ ଭୂତ ଘରେ ରହୁଥିଲେ। ଗୋଟିଏ ମନ୍ଦ ଆତ୍ମା ସେଇ ଘରେ ରହୁଥାଏ। ବିଭିନ୍ନ ଜିନିଷ ପତ୍ର ସେଇ ମନ୍ଦ ଆତ୍ମା ଉଭାନ କରିଦିଏ। ସାଧାରଣତଃ ହଜିଯିବା ଜିନିଷ ପତ୍ର ଅଳ୍ପ କେତୋଟି ସପ୍ତାହ ପରେ ପୁଣି ଘରୁ ମିଳିଥାଏ। ହଜିଥିବା ଜିନିଷ ପତ୍ର ପୁଣି ଥରେ ଆପେ ଆପେ ମିଳିଯାଉଥିବା ହେତୁ ବାପଲାଲ ଏଥିରେ ବିଶେଷ ବିବ୍ରତ ହେଉନଥାନ୍ତି। କିନ୍ତୁ ଦିନେ ତାଙ୍କ ଟ୍ରେଜେରୀରୁ ସମସ୍ତ ଟଙ୍କା ପଇସା ସୁନା ରୂପା ଅଳଙ୍କାର ଓ ଦରକାରୀ କାଗଜ ପତ୍ର କେଉଁଆଡେ ଉଭାଇ ଗଲା। ଏହା ତାଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇ ଉଠିଲା। ସେ ଆଉ ଚୁପ ହୋଇ ରହିପାରିଲେ ନାହିଁ। ତାଙ୍କୁ କିଛି ନା କିଛି କରିବାକୁ ହବ। ଆରେ ଜିନିଷ ଯାଉଥିଲା ପୁଣି ସେ ଦେଇ ଦଉଥିଲା, ଠିକ ଅଛି। ଆ ଇଏ ଟୋଟାଲି ସବୁ ଯାକ ଗାଏବ, କାଗଜ ପତ୍ର ବି ଗାଏବ ହେଇଗଲା। ସେ ସବୁ କଥା ଶ୍ରୀୟଙ୍କ ନିକଟକୁ ଲେଖି ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ। ଶ୍ରୀୟନ୍ତ ଆମକୁ ନିର୍ଦ୍ଦେଶ ଦେଲେ, ତାଙ୍କୁ କୁହ, ମାନେ ବାପଲାଲଙ୍କୁ କୁହ, ସେଇ ଆତ୍ମାକୁ ଆଦେଶ ଦେବେ ଯେ ସେ ସବୁ ଗହଣା ପତ୍ର ଫେରାଇ ଆଣୁ ଏବଂ ସେ ଆତ୍ମାଟିକୁ କହିଦିଅନ୍ତୁ, ମୁଁ ତୁମକୁ ଶ୍ରୀମା ଶ୍ରୀୟଙ୍କ ନାମ ଧରି ମନା କରୁଛି, ତୁମେ ଆଉ କେବେ ହେଲେ ଏପରି ମନ୍ଦ ଆଚରଣ କରିବ ନାହିଁ। ବାପଲାଲ ତାଙ୍କୁ ଦିଆଯାଇଥିବା ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ। ଏହାପରେ ସବୁ ଗୁହ୍ୟ ଘଟଣା ଏକାବାରକେ ବନ୍ଦ ହୋଇଗଲା। ଉଭାନ ହୋଇଥିବା ସବୁ ଜିନିଷ ପତ୍ର, ଗହଣା ଗାଣ୍ଠି, ଟଙ୍କା ପଇସା, ଦରକାରୀ କାଗଜ ପତ୍ର ପୁଣି ଆସି ଟ୍ରେଜେରୀ ମଧ୍ୟରେ ଠିକ ସ୍ଥାନରେ ରହିବାର ଦେଖାଗଲା ଓ ସେଇ ଅଶୁଭ ଆତ୍ମାଟି ସ୍ଥାନ ତ୍ୟାଗ କଲା। ସେ ଆଉ କେବେ ଆସିବାର ଦେଖାଗଲା ନାହିଁ। ଖାଲି ନାଁରେ ସେ ଭୂତ ଭାଗିଛି। ଆମେ ସେଇ ନାଁ ର ମହତ୍ଵ, ନାଁ ର ଗୁରୁତ୍ବ, ସେ ନାଁ ରେ କଣ ଶକ୍ତି ରହିଛି, ସେ ସମ୍ବନ୍ଧରେ ଆମେ ସଚେତନ ନୁହନ୍ତି। ଆମେ ପ୍ରାର୍ଥନା କରିବା, ନାମ ଜପ କରିବା, ଯାହା ଫଳରେ ସେଇ ନାଁ ଭିତରେ ଯୋଉ ଶକ୍ତି ରହିଛି ତାହା ଯେପରି ମତେ ପ୍ଲାବିତ କରିବ। Thank you all, Aravar.